ଗ୍ୟାସ୍ ଟାଙ୍କି ଲିକ୍ ହୋଇ ଘଟିଲା ଅଗ୍ନିକାଣ୍ଡ। ଅଗ୍ନିଶମ ବାହିନୀର କର୍ମୀମାନଙ୍କ କାର୍ଯ୍ୟଦକ୍ଷତା ପାଇଁ ଟଳିଗଲା ଏକ ବଡ଼ ଘଟଣା। କେନ୍ଦୁଝର ଜିଲ୍ଲା ବାଂଶପାଳ ସାପ୍ତାହିକ ହାଟ ପଡ଼ିଆଠାରେ ଥିବା ଏକ ଜଳଖିଆ ଦୋକାନର ଘଟଣା। ଦୋକାନ ଚାଲିଥିବା ସମୟରେ ହଠାତ୍ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇଥିଲା ଓ ସଙ୍ଗେ ସଙ୍ଗେ ସେଥିରେ ଅଗ୍ନି ସଂଯୋଗ ହୋଇ ହୁତୁହୁତୁ ହୋଇ ନିଆଁ ଜଳିବାକୁ ଲାଗିଲା। ଉକ୍ତ ଜଳଖିଆ ଦୋକାନ ମାଲିକ କୌଣସି ଉପାୟ ନ ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। କାଳ ବିଳମ୍ବ ନ କରି ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଏକ ନିଶ୍ଚିତ ବଡ଼ ଅଗ୍ନିକାଣ୍ଡରୁ ସୁରକ୍ଷା ଦେଇଥିବା ଅଗ୍ନିଶମ ବାହିନୀର କର୍ମୀମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ବହୁ ପ୍ରଶଂସା କରିଛନ୍ତି। ଦର୍ଶକ ବନ୍ଧୁ, ବର୍ତ୍ତମାନ ସମୟରେ ଘରେ ବ୍ୟବସାୟ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟାଳୟମାନଙ୍କରେ ଗ୍ୟାସ୍ର ବ୍ୟବହାର ହେଉଅଛି। ତେଣୁ ଗ୍ୟାସ୍ରେ ବ୍ୟବହାର ହେଉଥିବା ପାଇପ୍ ବା ପାର୍ଟସ୍ ଗୁଡ଼ିକୁ ସମୟ ପୂର୍ବରୁ ଚେଞ୍ଜ କରିବା ଆବଶ୍ୟକ, ଯଦ୍ୱାରା ଏଭଳି ଅଗ୍ନିକାଣ୍ଡ ଘଟିବା ପୂର୍ବରୁ ବର୍ତ୍ତି ଯାଇପାରନ୍ତି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।